ସହଜରେ ବାହାରିଯିବ ମାଛ କଣ୍ଟା। ମାଛ କଣ୍ଟା ଲାଗିଥିଲେ କ'ଣ କରିବି? ଯଦି ଖାଇବା ସମୟରେ ମାଛ କଣ୍ଟା ତଣ୍ଟିରେ ଲାଗିଯାଏ ତାହେଲେ କ'ଣ କରିବି? ମାଛ ଖାଇବା ସମୟରେ ଅସାବଧାନତା ବଶତଃ ବେଳେବେଳେ ତଣ୍ଟିରେ କଣ୍ଟା ଲାଗିଯାଇଥାଏ। ଏଥିପାଇଁ ଅନେକ କଷ୍ଟ ହୋଇଥାଏ। ଫଳରେ ଆମକୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଥାଏ। କିନ୍ତୁ ଏମିତି କିଛି ଘରୋଇ ଉପଚାର ଅଛି ଯାହାକୁ ପ୍ରୟୋଗ କଲେ ଆଉ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିବନି। ସହଜରେ ତଣ୍ଟିରୁ କଣ୍ଟା ବାହାରିଯିବ। ଜାଣନ୍ତୁ ଏ ସମ୍ପର୍କରେ। ଶୁଖିଲା ରୁଟି। ତଣ୍ଟିରେ ମାଛ କଣ୍ଟା ଲାଗିଥିଲେ ଶୁଖିଲା ରୁଟିକୁ ଗିଳି ଦିଅନ୍ତୁ। ଏହାଦ୍ୱାରା ସହଜରେ ତଣ୍ଟିରୁ କଣ୍ଟା ବାହାରି ଯାଇଥାଏ। ଅଲିଭ୍ ଅଏଲ୍। ତଣ୍ଟିରୁ ମାଛ କଣ୍ଟା ବାହାରୁ ନଥିଲେ ସଙ୍ଗେ ସଙ୍ଗେ କିଛି ଅଲିଭ୍ ଅଏଲ୍କୁ ପିଇ ଦିଅନ୍ତୁ। ଦେଖିବେ କଣ୍ଟା ବାହାରିବାରେ ଏହା ଏକ ଭଲ ଉପାୟ। ପାଚିଲା କଦଳୀ। ତଣ୍ଟିରୁ ମାଛ କଣ୍ଟା ବାହାର କରିବା ପାଇଁ ଆଉ ଏକ ସହଜ ଉପାୟ ହେଲା ପାଚିଲା କଦଳୀକୁ ଗିଳିଦେବା। କଦଳୀ ଗିଳିବା ଦ୍ୱାରା କଣ୍ଟା ଭିତରକୁ ଚାଲିଯାଏ। ଭାତ। ତଣ୍ଟିରେ ମାଛ କଣ୍ଟା ଲାଗିଥିଲେ ଆଦୌ ବ୍ୟସ୍ତ ନ ହୋଇ ଶୁଖିଲା ଭାତକୁ ଗୁଣ୍ଡା କରି ଗିଳି ଦିଅନ୍ତୁ। ଦେଖିବେ ସଙ୍ଗେ ସଙ୍ଗେ କଣ୍ଟା ବାହାରିଯିବ। ଚୁଡ଼ା। କଞ୍ଚା ଚୁଡ଼ାକୁ ଭିଜାଇ ତାହାକୁ ବଲ୍ ଆକାର କରି ଗିଳି ଦିଅନ୍ତୁ। ଦେଖିବେ କଣ୍ଟା ବାହାରିଯିବ। ହଁ ଆଜ୍ଞା, ଯଦି ଆପଣ ମାଛ ଖାଉଛନ୍ତି, ତଣ୍ଟିରେ ଅସାବଧାନତା ବଶତଃ କଣ୍ଟା ଲାଗିଯାଇଛି, ତାହେଲେ ଅନେକ କଷ୍ଟ ହୋଇଥାଏ। ଦିନସାରା ବି ବହୁତ କଷ୍ଟରେ ଚାଲିଯାଇଥାଏ। ଆଉ ମାଛ କଣ୍ଟା ସହଜରେ ବାହାରିଯିବା ପାଇଁ ଏ ଥିଲା ଉପାୟ। ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ। ଆମକୁ ଡାକ୍ତରଙ୍କ ପାଖକୁ ଆଉ ଯିବାକୁ ପଡ଼ିନଥାଏ। ଏହି ଉପାୟ ଦ୍ୱାରା ସହଜରେ ମାଛ କଣ୍ଟା ବାହାରି ଯାଇଥାଏ।